ସାଙ୍ଗମାନେ ଆଜି ସ୍ୱାମୀଙ୍କ ପଇସା ବଞ୍ଚେଇଦେଲି। ପୁରା ଷ୍ଟୋରିଟା ଦେଖିଲେ ଜାଣିବ ନା। ଆଉ ସ୍ୱାମୀ କହିଲା ଆଜି ନଖକୁ ଟିକେ ଦେଖ, ଯେମିତି କୁଆଡ଼ୁ ଗୋବର ଗୋଟେଇ ଆସିଛି। ଛି ଛି। ସ୍ୱାମୀଙ୍କୁ କହିଲି ରୁହ ମ 10 ମିନିଟ୍ ଅପେକ୍ଷା କର, ଆଉ ମୋତେ 1000ଟି ମୁଦ୍ରା ଦେଇଦିଅ, ପାର୍ଲରରୁ ମୁଁ ଆସୁଛି, ତାପରେ ଦେଖିବ ମୋ କମା। 1000 ମୁଦ୍ରା ଧରି ଚାଲିଲି ପାର୍ଲର। ନାଇଁ ମୋ ସାଙ୍ଗମାନେ, ଚାଲିଲି ମୋ କିଚେନକୁ। ସାଙ୍ଗମାନେ ସ୍ୱାମୀଙ୍କ ପଇସାକୁ କାନିରେ ଟିକେ ଗଣ୍ଠି ପକାଇଦେଲି, ତାପରେ ପାଣିକୁ କରିଦେଲି ଗରମ, ଆଉ ହାତକୁ ସୁହେଇଲା ଭଳି ସେଥିରେ ମିଶାଇଦେଲି ଟିକେ ଥଣ୍ଡା ପାଣି, ଆଉ 2 ଫାଳ ଲେମ୍ବୁ ସେଥିରେ ଭଲ ଭାବରେ ଚକଟିକି ଚିପୁଡ଼ି ପକେଇଲି। ତାପରେ ହାତକୁ ସେ ପାଣି ଭିତରେ 5ରୁ 7 ମିନିଟ୍ ବୁଡ଼ାଇ ଲେମ୍ବୁ ଚୋପାରେ ଏମିତି ଭାବରେ ଘଷିଲି। ଦେଖୁନ କେମିତି ମୋର ଯେଉଁ ହଳଦୀ ରଙ୍ଗ ପଡ଼ିଯାଇନଥିଲା ପାଣିରେ କେମିତି ମିଶିଗଲାଣି। ତାପରେ ଭାବିଲି ଆଉ ଟିକେ ଭଲରେ ଘଷିଦେବି, ସ୍ୱାମୀ ଯେମିତି କହିବେ ସତରେ ଆଉ ଏତେ ସୁନ୍ଦର ଚମତ୍କାର ହେଇଗଲା। ଆଉ ଆରେ ବା, ଏମିତି କେମିତି ଚମତ୍କାର ହେଲା। ଆହୁରି ସେଥିପାଇଁ ଜୋରରେ ଘଷିଲି। ଆଉ ଥରେ ହାତକୁ ପାଣିରେ ବୁଡ଼େଇଦେଲି। ତାପରେ ଟିକେ ବେକିଂ ସୋଡ଼ା ଆଉ ବେକିଂ ପାଉଡ଼ରରୁ ଚାମଚ ନେଇ ଲେମ୍ବୁ ଚୋପାରେ ତାକୁ ଲଗେଇକିରି ଭଲ ଭାବରେ ଆଉ 5 ମିନିଟ୍ ଭଲ କିନି ଘଷି ପକେଇଲି। ଘଷି ଭଲ କିରି ଘଷିକିରି ଚିକ୍ କରି ପକେଇଲି। ତାପରେ ଧୋଇ ଧାଇ ଦେଇକି ପୋଛି ପାଛି ଦେଲି। ତାପରେ ଗୋଟେ ବ୍ରସ୍ରେ ନେଲି ଟିକେ ପେଷ୍ଟ, ତମ ଘରେ ଯେଉଁ ପେଷ୍ଟ ଅଛି ତମେ ସେଇ ପେଷ୍ଟ ଲଗେଇ ପାରିବ। ମୁଁ ଆମ ଘରେ କ୍ଲୋଜଅପ୍ ଥିଲା ତ ତାକୁ ନେଇ ଲଗେଇ ପକେଇଲି। ତାପରେ ଦାନ୍ତ ବ୍ରସ୍ କଲା ଭଳିଆ ନଖ ଗୁଡ଼ାକୁ ମଧ୍ୟ ଆଜି ମୁଁ ବ୍ରସ୍ କରେଇ ଦେଲି। ଭଲରେ ଘଷି ତାଙ୍କୁ ବ୍ରସ୍ କରେଇଲି ଯେମିତି ପୁରା ଭଲରେ ଗ୍ଲେଜ୍ କରିବ, ଆଉ ସ୍ୱାମୀ ଦେଖି ଆଶ୍ଚର୍ଯ୍ୟ ହେଇଯିବ। ତାପରେ ପାଣିରେ ଭଲରେ ଟିକେ ଧୋଇ ପକେଇଲି। ତାପରେ ଦେଖିବ କମାଲ। ଏବେ ସରିନି ମୋ, ଆହୁରି ଟିକେ କାମ ବାକି ରହିଯାଇଛି। ଘରେ ଥିଲା ନଡ଼ିଆ ତେଲ ଆଉ ଅଲିଭ୍ ତେଲ, ସେଇଥିରୁ ଠୋପେ ନେଇକିରି ଭଲ ଭାବରେ ହାତ ଚାରିପଟେ ଭଲରେ ଘଷି ଦେଲି, ଆଉ ନଖ ଗୁଡ଼ାକୁ ମଧ୍ୟ ଟିକେ ତେଲ ଲଗେଇକିରି ଭଲରେ ତାଙ୍କୁ ମଖେଇ ଦେଲି। ଆଉ ଏବେ ଦେଖ କମାଲ, ସ୍ୱାମୀଙ୍କ ପଇସା ବଞ୍ଚେଇ ଦେଲି ନା ଆଜି ସାଙ୍ଗମାନେ। ଯଦି ଭିଡ଼ିଓଟି ଭଲ ଲାଗିଥିବ ତାହେଲେ ସବସ୍କ୍ରାଇବ୍ କରିଦେବ, ଆଉ ଟିକେ ଲାଇକ୍ କରିଦେବ। ଜୟ ଜଗନ୍ନାଥ।